ଫେବୃଆରୀ ତୃତୀୟ ସପ୍ତାହରୁ ଯୁକ୍ତ 2 ପରୀକ୍ଷା। ଯୁକ୍ତ 2 ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ 14 ତାରିଖରେ ଇଣ୍ଟରନାଲ ଏବଂ ପ୍ରାକ୍ଟିକାଲ ପରୀକ୍ଷା ପାଇଁ CHSE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଥିଓରି ପରୀକ୍ଷା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ହେଁ ଫେବୃଆରୀ ତୃତୀୟ ସପ୍ତାହରୁ ପରୀକ୍ଷା କରିବାକୁ ଯୋଜନା ପ୍ରସ୍ତୁତ କରିଛି CHSE। ଡିସେମ୍ବର ମାସ ସୁଦ୍ଧା ଆଡମିଟ୍ କାର୍ଡ଼ ପିଲାଙ୍କୁ ମିଳିବ। ରାଜ୍ୟରେ 1349ଟି ପରୀକ୍ଷା କେନ୍ଦ୍ର ହେବ। କପି ରଖିବା ସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତ୍ତା କ୍ୟାମେରା ଲାଗିବ। ଏନେଇ ଆଜି CHSE ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।